ଆମ ଦୋକାନ ଆଗରେ ଆମ ବଙ୍କୁ ବାପୁନି ଦି ଜଣ ମରାମରି ଲାଗିଗଲେ। ରାତିରେ ଗଲି କେକ୍ ଆଣିବାକୁ। ଜୟ ଜଗନ୍ନାଥ। ଆଉ ଗୋଟେ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି। ଏମିତି ଅଛ ସବୁ ଭଲରେ ଅଛ ନା? ମତେ ଟିକେ କମେଣ୍ଟ ଜଣେଇଦେବେ। ସକାଳେ ମାର୍କେଟ ଭିଉ କିଛି ଏମିତି କରିଛି। ଖାଇ ବସିଥିଲେ ଗଲେଣି କେକ୍ ଦୋକାନ ଖୋଲିଦେ। ଏଠି ଏବେ ମୋ ଡ୍ୟୁଟିରେ ଲାଗିଗଲିଣି। ଦୋକାନକୁ କଷ୍ଟରେ ଆସିଲେ ପାନ ଦେଲି। ସେଇଠୁ ଧୀରେ ଧୀରେ କରି ଲୁକ ଆସିଲେ। ଦିନ ସାରା ବସିକି ବେପାର କରୁଥିଲି। ୟାର ପରେ ମ୍ୟାଟ୍ରିକ ପରୀକ୍ଷା ଚାଲିଛି। ପରୀକ୍ଷା ଦେଇକି ଆସିଲାଣି। ପଚାରିଲି ସବୁ କରିଦେଇଛୁ ନା? କହିଲା ସବୁ କରିଦେଇଛି, କିଛି ଛାଡିନି। ଆଉ ମାର୍କ ବାହାରିଲା ବେଳେ ଜଣା ପଡିବ। ତାପରେ କିଛି ସମୟ ଯାଇଛି। ଏ ଦି ଜଣ କଥା ହଉ ଭିତରେ ଭିତରେ କଣ ହେଲା କିଆଣି ଝଗଡା ଲାଗିଗଲେ। ଇଏ ତାକୁ ମାରୁଛି, ସିଏ ୟାକୁ ମାରୁଛି। ତାପରେ ଦୋକାନ ବନ୍ଦ କରି ପଳେଇ ଆସିଲି ଘରକୁ। ଗାଧେଇକି ମୋ ନାନୀ ମନ୍ଦିରକୁ ଯାଇଥିଲା। ଠାକୁରଙ୍କ ପ୍ରସାଦ ଆଣିଥିଲା। ଖାଇକି 4ଟା ବେଳେ ବାହାରିଲେ ମାର୍କୁଣା କେକ୍ ଆଣିବାକୁ। ପଛରେ କାଳିଆ ବି ବସିଥିଲା। ବ୍ଲଗରେ ଆସିନି ଲୁଚି ପଡିଛି, ତାକୁ ଲାଜ ଲାଗୁଛି। ଫାଷ୍ଟ ଆସିଲି କ୍ୟାଫେକୁ କଫି ପିଇବାକୁ। 2ଟା କଫି ଅର୍ଡର କରିଦେଲି। ବନେଇକି ଦେଇଦେଲେ। 2 ଜଣ ପିଇକି ପଳେଇ ଆସିଲେ କେକ୍ ନେବାକୁ। 1 ପାଉଣ୍ଡ ନେଇଗଲି 3ଟା, 2 ପାଉଣ୍ଡ ଆଣିଲି 2ଟା। କେକ୍ ନେଇକି ପଳେଇ ଆସିଲି ଦୋକାନକୁ। ଫ୍ରିଜ ଭିତରେ କେକ୍ ସବୁ ରଖିଦେଇଛି। ଆମ ଯୋଉ ଡିପ୍ ଫ୍ରିଜ ଆସିଥିଲା ତମକୁ ଦେଖେ ନାହିଁ, ଆଜି ତମକୁ ଦେଖେ ଦଉଛି। ସେଇ ଫ୍ରିଜ ହେଲା ଏଇଟା। ଅଛି ଟାଟା ଭଲ୍ଟିଜର 5 ଷ୍ଟାର ରେ। ଉପରେ ଡିସପ୍ଲେ ଲାଗିଛି। ୟାରି ଭିତରେ ଆଇସ୍କ୍ରିମ ରହିବ। ଆଉ ସେ ଫ୍ରିଜ ରେ ଖାଲି କେକ୍ ରହିବ। ଆଜିର ବ୍ଲଗ ଏଇ ରଖୁଛି। ଆଉ ଦେଖିବା ନେକ୍ସଟ ବ୍ଲଗ ରେ।